पुरी जिल्लार एक छोट गाँ नाम बालीगुड़ा। समुद्र कूଳରେ ଥିବା ଏହି ଗାଁରେ ରହୁଥିଲେ ମାଛଧରାଳୀ ଲୋକମାନେ। ସେମାନଙ୍କ ମଧ୍ୟରେ ଥିଲା ରାମୁ, ଜଣେ ଯୁବକ ଯାହାର ସ୍ୱପ୍ନ ଥିଲା ଗାଁକୁ ଏକ ନୂଆ ରୂପ ଦେବା। ରାମୁର ବାପା କହୁଥିଲେ, ସମୁଦ୍ର ଆମର ଜୀବନ। ଏହା ଆମକୁ ଖାଇବା ଦିଏ, ଆମର କାହାଣୀ କହେ। କିନ୍ତୁ ରାମୁ ଜାଣିଥିଲା ଯେ ସମୁଦ୍ର କେବଳ ମାଛ ନୁହେଁ, ଆହୁରି ଅନେକ କିଛି ଦେଇପାରେ। ଗାଁରେ ବିଦ୍ୟାଳୟ ନଥିଲା, ଛୋଟ ପିଲାମାନେ ଦୂର ସହରକୁ ଯିବାକୁ ବାଧ୍ୟ ହେଉଥିଲେ। ରାମୁ ଚାହୁଁଥିଲା ଏକ ସ୍କୁଲ ତିଆରି କରିବାକୁ। ଥରେ ଝଡ଼ବାତାସ ରାତିରେ ଗାଁର ଅନେକ ଘର ଭାଙ୍ଗିଗଲା। ଲୋକମାନେ ନିରାଶ ହେଲେ। ରାମୁ ସମସ୍ତଙ୍କୁ ଏକାଠି କଲା। ସେ କହିଲା, ଆମେ ହାରିବୁ ନାହିଁ। ସମୁଦ୍ର ଆମକୁ ସାହସ ଦେଉଛି। ଆମେ ନିଜ ହାତରେ ଗାଁ ଗଢ଼ିବୁ। ସମସ୍ତେ ତା କଥାରେ ଉତ୍ସାହିତ ହେଲେ। ରାମୁ ଗାଁର ଯୁବକମାନଙ୍କୁ ନେଇ ଏକ ଛୋଟ ସ୍କୁଲ ଘର ତିଆରି କଲା। ସମୁଦ୍ର କୂଳରେ ପଡ଼ିଥିବା କାଠ ଓ ବାଲି ବ୍ୟବହାର କରି ସେମାନେ ମଜବୁତ କାନ୍ଥ ଗଢ଼ିଲେ। ଗାଁର ମହିଳାମାନେ କୁଟା, କାଠି, ତାଳପତ୍ର ଇତ୍ୟାଦିରେ ଛାତ ତିଆରି କଲେ। କିଛି ମାସ ପରେ ସ୍କୁଲଟି ପ୍ରସ୍ତୁତ ହେଲା। ପ୍ରଥମ ଦିନ ଯେତେବେଳେ ପିଲାମାନେ ସ୍କୁଲକୁ ଆସିଲେ, ରାମୁର ଆଖିରେ ଲୁହ ଆସିଗଲା। ସମୁଦ୍ରର ଲହରୀ ଯେମିତି ତାଳି ମାରୁଥିଲା। ଗାଁର ଲୋକେ ଏକାଠି ହୋଇ ନାଚିଲେ, ଗାଇଲେ। ସେଦିନ ରାମୁ ବୁଝିଲା, ସମୁଦ୍ର କେବଳ ଜୀବନ ନୁହେଁ, ଏହା ଏକ ନୂଆ ଆଲୋକର ଆରମ୍ଭ।